ସମ୍ପର୍କ ଭାଙ୍ଗିବା ବହୁ ସହଜ, ସମ୍ପର୍କ ଗଢ଼ିବା ତାଠୁ ଆହୁରି କଷ୍ଟ। ଏଇଟା ସମସ୍ତେ ଜାଣିଛନ୍ତି, କିନ୍ତୁ ସମ୍ପର୍କ ଭାଙ୍ଗିବା ପୂର୍ବରୁ କୌଣସି ବି ସମ୍ପର୍କ ହଉ, ବନ୍ଧୁର ହଉ, ହଜବେଣ୍ଡ ୱାଇଫ୍ର ହଉ, ଝିଅ ଝିଅ ଭିତରେ ହଉ, ପୁଅ ପୁଅ ଭିତରେ ହଉ, କୌଣସି ବି ସମ୍ପର୍କ ଭାଙ୍ଗିବା ପୂର୍ବରୁ ଆପଣ କ'ଣ ପାଇଁ ଭାଙ୍ଗୁଛନ୍ତି, କ'ଣ ପାଇଁ ଭାଙ୍ଗିବା ଦରକାର, ଆପଣ ତାଙ୍କ ସହିତ କ'ଣ ପାଇଁ ରହିବାକୁ ଚାହୁଁନାହାନ୍ତି, ସବୁର ପର୍ଟିକୁଲାର କଥା କିଛି ହୁଅନ୍ତୁ। ଜଣକୁ ଜଣାନ୍ତୁ ଯେ ତୋର ଏଇ ବ୍ୟବହାର, ଏଇ ଗୁଣ ମୋତେ ତୋ ସହିତ ରହିବାକୁ ଦେଉନି। ହୁଏତ ସେ ଗୁଣ ସେ ଚେଞ୍ଜ କରିଦେବ, ନଚେତ୍ ସେ ବଦଳିବନି, କହିଲା ପରେ ମଧ୍ୟ ବଦଳେନି। ସେଇ ଜାଗାରେ ଆପଣ ତାକୁ ଛାଡ଼ନ୍ତୁ, ନଚେତ୍ ତାକୁ କୁହନ୍ତୁ ତୁ ଏଇ ଜିନିଷ ବଦଳେଇ ଦେ, କାରଣ ମୁଁ ତୋ ସହିତ ରହିବାକୁ ଚାହୁଁଛି। ଆଉ ଜଣେ ଯଦି ରହିବା ପାଇଁ ନିଶ୍ଚୟ କରିଦେଇଛି, ସେ ତା ପାଇଁ ସବୁକିଛି, ଯିଏ ଯାହାକୁ ଭଲ ପାଏ ତା ପାଇଁ ସବୁକିଛି କରେ। ଯଦି ଆପଣ ଚେଷ୍ଟା କରନ୍ତି ନିଶ୍ଚୟ ସଫଳ ହେବେ।